ଜୟ ଜଗନ୍ନାଥ। ମୁଁ ଅମନ ବେହେରା ଆଜିର ଆଉ ଏକ ସ୍ୱତନ୍ତ୍ର ଉପସ୍ଥାପନାକୁ ଆପଣମାନଙ୍କୁ ସ୍ୱାଗତ। ଆଜି କିଛି କାହାଣୀ ନୁହେଁ, କିଛି ପ୍ରାରମ୍ଭିକ କଥା ବି କିଛି ନାହିଁ। ଆଜିର କାହାଣୀ ଗୋଟେ ସତ୍ୟ ଘଟଣା। କାହାଣୀ ତ ନୁହେଁ, ଗୋଟେ ସତ୍ୟ ଘଟଣା ଯାହା ମୁଁ ଆପଣମାନଙ୍କୁ ଏବେ କହୁଛି। ତ ଏଇ କାହାଣୀଟା ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇଟା ଆପଣଙ୍କ ଜୀବନରେ ନିଶ୍ଚିତ ଗୋଟେ ବିରାଟ ପରିବର୍ତ୍ତନ ଆଣିବ ଆଉ ଆପଣମାନଙ୍କୁ ଭାବିବାକୁ ବାଧ୍ୟ କରିବ କି ମୁଁ କ'ଣ କରୁଛି, ମୁଁ କାହିଁକି ମୋ ଚିନ୍ତାଧାରାକୁ ବଦଳଉ ନାହିଁ। ମୁଁ ମୋ ଚିନ୍ତାଧାରାକୁ ଏବେଠୁ ବଦଳେଇ ଦେବି ଆଉ ଅନ୍ୟମାନଙ୍କର ଖରାପ ଚିନ୍ତା କେବେ ବି କରିବିନି। ଅନ୍ୟମାନଙ୍କ ସହ ମିଳିମିଶିକି ସର୍ବଦା ଚଳିବି, ଏମିତି କିଛି ଭାବନା ଏବେ ଆପଣମାନଙ୍କ ମନ ଭିତରେ ଖେଳିବ ଆଉ ଆପଣମାନେ ଭାବିବାକୁ ବାଧ୍ୟ ହେବେ କି ପ୍ରକୃତରେ ମୁଁ କ'ଣ ଥିଲି ଆଉ ମୋ ଚରିତ୍ର କ'ଣ ଥିଲା, ମୋ ଭାବନା କ'ଣ ଥିଲା, ମୋ ଉଦ୍ଦେଶ୍ୟ କ'ଣ ଥିଲା ଆଉ ମୁଁ କ'ଣ ଭାବୁଥିଲି, କାହିଁକି ଭାବୁଥିଲି, ଏସବୁ ଜିନିଷକୁ ଆପଣମାନଙ୍କୁ ଭାବିବାକୁ ବାଧ୍ୟ ହେବ। କାହାଣୀଟା ଆମ ଭାରତର ଅବଶ୍ୟ ନୁହେଁ, ଆମ ଆଖପାଖ ଅଞ୍ଚଳର ନୁହେଁ, ଇଏ ସୁଦୂର ଆମେରିକାର କାହାଣୀ, ଯେଉଁଟା ସେଦିନ ସେ ବାଳକ ବା ସେ ପିଲାଟିକୁ ଭାବିବାକୁ ବାଧ୍ୟ କରିଥିଲା କି ପ୍ରକୃତରେ ମୁଁ କରୁଛି କ'ଣ। କିନ୍ତୁ ସେ ବେଶୀ ଦିନ ସେ ପିଲାଟି ବଞ୍ଚି ନଥିଲା। କାହାଣୀଟା ଏମିତି କିଛି କାହାଣୀ ତ ନୁହେଁ, ଖାଲି ବାରମ୍ବାର କାହାଣୀ ହେଇଯାଉଛି। ଆପଣମାନଙ୍କୁ କାହାଣୀ କହି କହି ସତ ଘଟଣା ବି କେତେବେଳେ କାହାଣୀ ଆମ ପାଇଁ ବନିଯାଉଛି। ତ ଘଟଣାଟି ଏଇଆ କି ଆମେରିକାର ଗୋଟେ ସହରରେ ରୋନାଲ୍ଡ ନାମକ ଜଣେ ଯୁବକ ରହୁଥିଲେ। ଗୋଟେ 10 ମହଲା ବିଶିଷ୍ଟ ଆପାର୍ଟମେଣ୍ଟ, ଯେଉଁଠି ଅନେକ ସାରା ଲୋକ ରହୁଛନ୍ତି। ସିଏ 9ମ ମହଲାର ଗୋଟେ ଆପାର୍ଟମେଣ୍ଟରେ ରହୁଛନ୍ତି। ସିଏ ଗୋଟେ ଦିନ ଏମିତି ହେଇଛି ପରିସ୍ଥିତି, ସେ ସବା ଉପର 10ମ ମହଲାର ଛାତକୁ ଯାଇକି ସେ ଡେଇଁଛନ୍ତି ସୁଇସାଇଡ୍ କରିବା ପାଇଁ। ପ୍ରଥମରୁ ଏହାର କାରଣ କେହି ବି ଜାଣନ୍ତିନି। କାହିଁକି ହଠାତ୍ ଯୁବକ ଜଣକ ରୋନାଲ୍ଡ କାହିଁକି ହଠାତ୍ ସୁଇସାଇଡ୍ କରିବା ପାଇଁ ଚାହିଁଲେ। ତ ରୋନାଲ୍ଡଙ୍କ ସୁଇସାଇଡ୍ ଯେତେବେଳେ କରିବାକୁ ଡେଇଁଛନ୍ତି, ତ 9ମ ମହଲାରୁ କି ସେ ଯେଉଁ ଖସୁଥିଲେ ସେଇ ସିଧାରୁ 9ମ ମହଲାରୁ ଗୋଟେ ଗୁଳି ବାହାରିକି ଆସିକି ତାଙ୍କ ମୁଣ୍ଡରେ ବାଜିଛି ଆଉ ସେ ମୃତ୍ୟୁବରଣ କରିଛନ୍ତି ସେଇଠି। ହେଲେ 9ମ ମହଲାରେ ଏମିତି କ'ଣ ହେଲା ଯେଉଁଠି ଗୁଳିକାଣ୍ଡ ହେଲା ଆଉ ଯେଉଁ ଗୁଳି ବାଜିକି ରୋନାଲ୍ଡ ନାମକ ସେଇ ଯୁବକ ଜଣକ ମୃତ୍ୟୁବରଣ କଲେ। କାହାଣୀର ରୋଚକ ତଥ୍ୟ ଏଇଠି ଆସିବ। ସେ ତାପରେ ଅଦାଲତରେ କେସ୍ ହୁଏ। ରୋନାଲ୍ଡଙ୍କ ପକ୍ଷରେ ଓକିଲ ଯିଏ ଲଢ଼ୁଥାନ୍ତି, ସିଏ କୋର୍ଟର ବିଚାରପତିଙ୍କୁ କହୁଛନ୍ତି କି ସେ ଯେଉଁ ଡେଇଁକି ଆତ୍ମହତ୍ୟା କରୁଛନ୍ତି, ଅବଶ୍ୟ ସେ ବଞ୍ଚି ଯାଇଥାନ୍ତେ, କାହିଁକି ନା 8ମ ମହଲାରେ 8 ନମ୍ବର ମହଲାରେ କିଛି କନଷ୍ଟ୍ରକ୍ସନ୍ କାମ ଚାଲିଥିଲା, ଯେଉଁଠି କନଷ୍ଟ୍ରକ୍ସନ୍ର ୱାର୍କରମାନଙ୍କ ସେଫ୍ଟି ପାଇଁ ତଳେ ଜାଲ ବିଛା ଯାଇଥିଲା। ହୁଏତ ସେ ଡେଇଁଥିଲେ ସେଇ
କନଷ୍ଟ୍ରକ୍ସନ କାମରେ ଯେଉଁ ୱାର୍କର ମାନଙ୍କ ପାଇଁ ଯେଉଁ ସେଫ୍ଟି ଜାଲ ବିଛା ଯାଇଥିଲା ସେଠି ଅଟକିକି ରହିଯାଇଥାନ୍ତେ, କିନ୍ତୁ ନବମ ମହଲାରୁ ଯେଉଁ ଗୁଳିକାଣ୍ଡ ହେଲା ତାହା ପାଇଁ ମୋ କ୍ଲାଏଣ୍ଟ ରୋନାଲ୍ଡ ମୃତ୍ୟୁବରଣ କରିଛନ୍ତି। ବିଚାରପତିଙ୍କ ନିର୍ଦ୍ଦେଶ କି କାହିଁକି ସେ ଜାଗାରେ ଗୁଳିକାଣ୍ଡ ହେଲା ପୋଲିସକୁ ତଦନ୍ତ କରିବା ପାଇଁ ଦିଆଯାଏ। କେସ୍ଟିକୁ ଯେତେବେଳେ ତଦନ୍ତ କରାଯାଇ ପରବର୍ତ୍ତୀ ତାରିଖରେ ତଦନ୍ତକୁ ଉପସ୍ଥାପନା କରାଯାଏ କି ଏଇଠି ଆଉ ଗୋଟେ ଆଶ୍ଚର୍ଯ୍ୟକର କାହାଣୀ ସାମ୍ନାକୁ ଆସୁଛି କି ସେଠି 2 ଜଣ ଦମ୍ପତି, ବୃଦ୍ଧ ଦମ୍ପତି ସେ ଜାଗାରେ, ସେ ନବମ ମହଲାରେ ସେ ଆପାର୍ଟମେଣ୍ଟରେ ରୁହନ୍ତି। ଆଉ ତାଙ୍କ ଭିତରେ କିଛି ଅନେକ ସମୟରେ ମାନବ ମତାନ୍ତର ହୁଏ, ଯେଉଁଥିପାଇଁ ସେ ବୃଦ୍ଧ ଜଣକ ଗୋଟେ ଗନ୍ ରଖିଛନ୍ତି ତାଙ୍କ ପାଖରେ ତାଙ୍କ ସେଫ୍ଟି ପାଇଁ, ତ ଯେଉଁଟାର ଗୋଟେ ବି ଗୁଳି ନଥିଲା। ସେ କେବଳ ତାଙ୍କ ସ୍ତ୍ରୀଙ୍କୁ ଭୟଭୀତ କରିବା ପାଇଁ ସବୁବେଳେ ସେ ବନ୍ଧୁକଟିକୁ ଦେଖାନ୍ତି ଆଉ ତାଙ୍କୁ ମିଛରେ ଫାୟାରିଂ କରିବାର ଧମକ ଦିଅନ୍ତି, ଆଉ ମିଛରେ ଟ୍ରିଗର ଦବେଇକି ଧମକ ଦିଅନ୍ତି କି ତାକୁ ମାରିଦେବା ପାଇଁ। ତ ବିଚାରପତି ଆଉ ଟିକେ ତଦନ୍ତ କରିବା ପାଇଁ ଦେଲେ, ଚାହିଁଲେ କି ପ୍ରକୃତରେ ସେ ବୃଦ୍ଧ ଦମ୍ପତି ଜଣକ 2 ଜଣ କିଏ ଆଉ ତାଙ୍କର ପ୍ରକୃତ ପରିଚୟ କ'ଣ। ତ ଏ ବୃଦ୍ଧ ଦମ୍ପତି ଜଣକ ହେଉଛନ୍ତି ରୋନାଲ୍ଡର ବାପା ମା। ଆଉ ଏ ଯେଉଁ ଦମ୍ପତି ଭିତରୁ ଯେଉଁ ମା ଜଣକ ଥିଲେ ରୋନାଲ୍ଡଙ୍କର ସିଏ ସାବତ ମା ଥିଲେ। ତ ସିଏ ତାଙ୍କର ଏମିତି କିଛି ମନାନ୍ତର ହୁଏ ଅନେକ ସମୟରେ, ବହୁତ ସମୟରେ ଏମିତି ହୁଏ ଯେଉଁଥିପାଇଁ ସିଏ ତାଙ୍କ ବାପା ବା ଏ ବୃଦ୍ଧ ଜଣକ ସବୁବେଳେ ତାଙ୍କୁ ସେ ତାଙ୍କ ସ୍ତ୍ରୀକୁ ସେଇ ଗନ୍ ଦେଖେଇକି ସବୁବେଳେ ଡରାନ୍ତି। ତ ଏଇଠି ସେ ଯେଉଁ ସାବତ ମା ଜଣକ ରୋନାଲ୍ଡଙ୍କୁ ଅନେକ ସମୟରେ ସେ ଯେତେବେଳେ ଖର୍ଚ୍ଚ କରିବା ପାଇଁ କିଛି ପଇସା ମାଗନ୍ତି ତ ସେ ଜମା ବି ଦିଅନ୍ତିନି। ତ ଏଇଠି ରୋନାଲ୍ଡଙ୍କ ମନରେ କିଛି ଭାବନା ଆସିଛି କି ତ ମୁଁ ଯେତେବେଳେ ମାଗୁଛି କିଛି ଖର୍ଚ୍ଚ କରିବା ପାଇଁ ଟଙ୍କା ବା ପଇସା, ତ ଏଠି ସାବତ ମା ଜଣକ ଦଉନାହାନ୍ତି, ସେ ସେଇଠି ଦୁଃଖରେ କିଛି ଭାଙ୍ଗି ପଡ଼ିଛନ୍ତି। ଆଉ ସବୁବେଳେ ଘର ଭିତରେ ଗୋଟେ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି, ଏସବୁ ନେଇକି ସେ ବହୁତ ଭାଙ୍ଗି ପଡ଼ିଛନ୍ତି। ଆଉ ସେ ସେଇ ଯେଉଁ ବନ୍ଧୁକରେ ଯେଉଁ ତାଙ୍କ ବାପା ରଖିଥିଲେ ଯେଉଁ ବନ୍ଧୁକ, ଅବଶ୍ୟ ସେ ବନ୍ଧୁକଟି ସତ ଥିଲା, କିନ୍ତୁ ସେ ବନ୍ଧୁକରେ କେବେ ଗୁଳି ପକାନ୍ତି ନାହିଁ। କିନ୍ତୁ ସେଦିନ ସିଏ ସେଇ ବନ୍ଧୁକରେ ରୋନାଲ୍ଡ ଆଣିକି ଗୁଳି ପକେଇଛନ୍ତି, ଗୁଳି ଭର୍ତ୍ତି କରିଛନ୍ତି। ଏ କଥାଟି ତାଙ୍କ ଘରର ଯିଏ ଜଣେ ସେଫ୍ ବା ଷ୍ଟାଫ୍ ଜଣେ ସେ ଏ କଥାକୁ ଦେଖିଛନ୍ତି, ଆଉ ଅଦାଲତରେ ଏହା ମଧ୍ୟ ସାକ୍ଷୀ ରୂପରେ ସେ କହିଛନ୍ତି। ଆଉ ରୋନାଲ୍ଡ ସୁଇସାଇଡ୍ ସମୟରେ ଗୋଟେ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଠି ସେ ଏସବୁ ଘଟଣାକୁ ନିଜେ ସମ୍ପୂର୍ଣ୍ଣ ଭାବରେ ବିସ୍ତାର ଭାବରେ ତାହାକୁ ବର୍ଣ୍ଣନା ବି କରିଛନ୍ତି। ତ ସେ ଯେତେବେଳେ ସେଇ ବନ୍ଧୁକଟି ଭିତରେ ଗୁଳି ଲୋଡ୍ କରିଛନ୍ତି, ତ ସେଇଠୁ 1 ମାସ ପର୍ଯ୍ୟନ୍ତ ତାଙ୍କର କୌଣସି ବି ତାଙ୍କ ବାପା ମାଙ୍କ ମଧ୍ୟରେ ଝଗଡ଼ା ହେଇନାହିଁ, ଯାହାକୁ ନେଇକି ସେ ରୋନାଲ୍ଡ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆଉ ଶେଷରେ ମାନେ ମରିବା ପାଇଁ ଗୋଟେ ଏଭଳିକା ନିଷ୍ପତ୍ତି ନେଇଛନ୍ତି, ଆଉ ଯାଇକି ଛାତରୁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି। ଆଉ ସେହିଦିନ ଠିକ୍ ସେହି ସମୟରେ ତାଙ୍କ ବାପା ମାଙ୍କ ମଧ୍ୟରେ
କିଛି ମତାନ୍ତର ହେଇଛି। ବାପା ସେ ବୃଦ୍ଧା ଜଣକ ଗହଣଟିକୁ ଉଠେଇଛନ୍ତି, ମାରିବା ପାଇଁ ଉତ୍ତ୍ୟକ୍ତ ହେଇଛନ୍ତି। ଆଉ ପ୍ରତ୍ୟେକ ଥର ଭଳି ସେ ଟ୍ରିଗର ମଧ୍ୟ ଦବେଇଛନ୍ତି। ଆଉ ସିଏ ଜାଣନ୍ତି ନାହିଁ କି ଏହା ଭିତରେ ସତସତିକା ଗୁଳି ଅଛି। ତ ଦୁର୍ଭାଗ୍ୟବଶତଃ, ଏଟା ଦୁର୍ଭାଗ୍ୟ କି ସୌଭାଗ୍ୟ ତାଙ୍କ ମାଆଙ୍କର ତ ଜଣା ନାହିଁ। ତ ସିଏ ସେଇଠି ତାଙ୍କ ଦେହରେ ନ ବାଜି ଗୁଳିଟି ସିଏ ଝରକା ଫୁଟେଇକି ଯାଇଛି, ଆଉ ଯାଇ ରୋନାଲ୍ଡୋଙ୍କ ମୁଣ୍ଡରେ ବାଜିଛି। ତ ଏଇଠି କହିବା ପାଇଁ ଚାହୁଁଛି, ତ ସିଏ ରୋନାଲ୍ଡୋ ଏଠି ଚାହିଁଥିଲେ କି ତାଙ୍କ ଯେଉଁ ବାପା ମାଆଙ୍କ ମଧ୍ୟରେ ଯେଉଁ ଝଗଡ଼ା ହେଉଛି ବା କିଛି ମତାନ୍ତର ହେଉଛି, ଏଥିରେ ତାଙ୍କର କିଛି କ୍ଷତି ହେବା ପାଇଁ। କିନ୍ତୁ ଅବଶ୍ୟ ତାଙ୍କର କିଛି କ୍ଷତି ହେଇନଥିଲା, କିନ୍ତୁ ନିଜେ ଯେଉଁ ଗୋଟେ ଷଡ଼ଯନ୍ତ୍ର ରଚନା କରିଥିଲେ, ତ ସେଇ ଷଡ଼ଯନ୍ତ୍ରରେ ନିଜେ ଫସିଗଲେ। ଆପଣମାନେ ମହାଭାରତର ସେଇ ଅଭିମନ୍ୟୁଙ୍କ କାହାଣୀ ତ ଶୁଣିଥିବେ କି ତାକୁ ଭିତରକୁ ଯିବାର ଜଣା ଥିଲା, କିନ୍ତୁ ବାହାରକୁ ଚକ୍ରବ୍ୟୂହର ଭିତରକୁ ଯିବାକୁ ଜଣା ଥିଲା, କିନ୍ତୁ ଆସିବାକୁ ଜଣା ନଥିଲା। ତ ଯେମିତି ସେ ଷଡ଼ଯନ୍ତ୍ର ରଚାଯାଏ, ସେ ସେମିତିକା ଗୋଟେ ହେଇଥିଲା କି ଏ କଥାଟି କହିବାର ଉଦ୍ଦେଶ୍ୟ ଏଇଆ କି ଯେତେବେଳେ ଅନ୍ୟର ଆମେ ଖରାପ ଚିନ୍ତା କରୁଛନ୍ତି, ତ ଆମେ ଏଇଠି ଜାଣି ରଖିବା ଦରକାର କି ସେଇ ଖରାପଟା, ସେଇ ମନ୍ଦ ଉଦ୍ଦେଶ୍ୟଟା ହିଁ ଆମ ପାଇଁ ହିଁ ଆମେ ତିଆରି କରୁଛନ୍ତି। ଆମେ ଯେଉଁଟା ଭାବୁଛନ୍ତି କି ଆମେ ଅନ୍ୟ ପାଇଁ କରୁଛନ୍ତି, କିନ୍ତୁ ସେଇଟା ପ୍ରତ୍ୟକ୍ଷରେ ଆମ ନିଜ ପାଇଁ ହିଁ କ୍ଷତି ଆଣିକି ପହଞ୍ଚାଏ। ଆଉ ସେ କ୍ଷତିଟା ହେଲା ପରେ ଭାବିଲା ବେଳକୁ ଆଉ କିଛି ନଥାଏ। ଏଇଟାକୁ ନେଇକି ଗୋଟେ ଓଡ଼ିଆ ଢଗ ଅଛି। ଆଜି ସେ ଓଡ଼ିଆ ଢଗଟା ମୁଁ ଆପଣମାନଙ୍କୁ କହିବିନି, ମୁଁ କହିବିନି ଆପଣମାନଙ୍କୁ। ଆପଣମାନେ ଆସିକି କମେଣ୍ଟରେ ନିଜେ ନିଜେ କମେଣ୍ଟ କରନ୍ତୁ କି ଯେଉଁ ଗୋଟେ ଏଇ କାହାଣୀର ଗୋଟେ ଢଗ ଅଛି, ସେ ଢଗଟା କ'ଣ ହେଇପାରେ। ଆପଣମାନଙ୍କ ପାଇଁ ଏଥର ଗୋଟେ ଟାସ୍କ ଭଳିଆ ଛାଡ଼ିଲି କି ପରର ଖରାପ ଚାହୁଁଥିଲେ, ଯେଉଁଟା ଓଲଟିକି ଆସିକି ଆମ ନିଜ ପାଇଁ ତିଆରି ହୁଏ। ତ ଏଇଟା ମୁଁ ଅତି ସରଳ ଭାବରେ ତ ଆପଣମାନଙ୍କୁ ବୁଝେଇଲି, କିନ୍ତୁ ଏହାର ଯେଉଁ ଆକ୍ଷରିକ ଢଗଟା ରହିଛି, ତ ଦୟାକରି ଆପଣମାନେ ଯାଇକି କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ବୁଝିବା ଲୋକ, ସେମାନେ ନିଶ୍ଚିତ ବୁଝିଥିବେ। ଆଉ ବୁଝି ସାରିଲା ପରେ କ'ଣ ଶିଖିଲେ ଆପଣମାନେ ନିଶ୍ଚିତ କମେଣ୍ଟ କରିବେ।